ସୁଯୋଗ ଦେଇଛନ୍ତି ଧନ୍ୟବାଦ ଦଉଛି। ତା ସହିତ ମତେ ସ୍ମରଣ କରିଥିବା ଆମଙ୍କର ପ୍ରିୟ ଭାଇ ପିଟର ଆଜ୍ଞା ମଧ୍ୟ ମୁଁ ଧନ୍ୟବାଦ ଦଉଛି। ମତେ ସୁନ୍ଦର ଭାବରେ ଆହ୍ୱାନ କରିଥିବା ହେମଲତା ସିଷ୍ଟର ମଧ୍ୟ ମୁଁ ଧନ୍ୟବାଦ ଦଉଛି। ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର ଜଣାଉଛି। ହାପି ଖ୍ରୀଷ୍ଟମାସ, ମେରି ଖ୍ରୀଷ୍ଟମାସ। ଆସୁ ଆମେ ଏଇ ଦିନ ମାନଙ୍କରେ ତାଙ୍କର ଜନ୍ମ ଉତ୍ସବକୁ ଆମେ ପାଳନ କରି ଆସୁଅଛୁ, ସ୍ମରଣ କରୁଅଛୁ ଏବଂ ତାଙ୍କ ଉପସ୍ଥିତିରେ ଯେପରି ଆମେ ସମୟ ବିତେଇ ତାଙ୍କୁ ଆମମାନଙ୍କ ହୃଦୟ ମଧ୍ୟରେ ଜନ୍ମ ନେବା ପାଇଁ ଆମେ ଯେପରି ନିଜ ନିଜକୁ ପ୍ରସ୍ତୁତ କରି ଚାଲିଅଛୁ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଜିର ଏହି ପ୍ରାତଃ ଉପାସନାରେ ଆମେ ତାଙ୍କର ସେଇ ଜନ୍ମ ବିଷୟକୁ ନେଇ ଲିଖିତ କେତେଟା ଗୀତ ଗାଇବା, ତାଙ୍କର ମହିମାକୁ ଆମେ ଉଚ୍ଚ ରଖିବା। କେତେଟା ଏକ ବାକ୍ୟ ମଧ୍ୟ ଦେଇ ଆରାଧନା ମଧ୍ୟକୁ ଯିବାକୁ ଚାହୁଁଅଛି, ଯାହାକି ଗୀତ ସଂହିତା 126 ପର୍ବର କିଛି ଅଂଶ ମୁଁ ପାଠ କରୁଅଛି। ସଦାପ୍ରଭୁ ସିୟୋନର ଦାସତ୍ୱ ଅବସ୍ଥା ପରିବର୍ତ୍ତନ କରିବା ବେଳେ ଆମ୍ଭେମାନେ ସ୍ୱପ୍ନ ଦର୍ଶକ ମାନଙ୍କ ପରି ଥିଲୁ। ସେତେବେଳେ ଆମ୍ଭମାନଙ୍କ ମୁଖ ହାସ୍ୟରେ ଓ ଜିହ୍ବା ଗାୟନରେ ପରିପୂର୍ଣ୍ଣ ହେଲା। ସେତେବେଳେ ଗୋଷ୍ଠୀ ବର୍ଗ ମଧ୍ୟରେ ଲୋକମାନେ କହିଲେ, ସଦାପ୍ରଭୁ ଏମାନଙ୍କ ପାଇଁ ମହତ୍ କର୍ମ କରିଅଛନ୍ତି। ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ମହତ୍ କର୍ମ କରିଅଛନ୍ତି, ତହିଁ ସକାଶୁ ଆମ୍ଭେମାନେ ଆନନ୍ଦିତ ଅଛୁ। ହେ ସଦାପ୍ରଭୁ, ଦକ୍ଷିଣ ଦିଗର ସ୍ରୋତ ପରି ଆମ୍ଭମାନଙ୍କର ଦାସତ୍ୱ ଅବସ୍ଥା ପରିବର୍ତ୍ତନ କର। ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ। ଯଦ୍ୟପି ସେ ବିହନ ବହି କାନ୍ଦି କାନ୍ଦି ଆପଣା ପଥରେ ଯାଏ, ତଥାପି ସେ ବିଡ଼ା ଘିନି ଆନନ୍ଦ କରୁ କରୁ ନେଉଟି ଆସିବ। ପ୍ରଭୁ ଏହି କଠିନ ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ଆଜି ଆଶୀର୍ବାଦ କରନ୍ତୁ। ଆମେ ଆସୁ ଆମେ କେତେଟା ଗୀତ ଗାଇ ତାଙ୍କର ଗୌରବ କରିବା। ଆମେ ଗାଇ ଗାଇ ଯିବା, ଆମେ ନାଚି ନାଚି ଯିବା, ଆମେ ଗାଇ ଗାଇ ଯିବା, ଆମେ ନାଚି ନାଚି ଯିବା। ବେଥଲିହି ମୋର ଗୁହାଳ କୁଣ୍ଡରେ ସରଗ ଶିଶୁଟି ଦେଖ ଶୋଇଛି ରେ। ଏଇ ଦେହ ଏଇ ମନ ତାର ଚରଣୀ ଅର୍ପିବା, ଆମେ ଗାଇ ଗାଇ ଯିବା, ଆମେ ନାଚି ନାଚି ଯିବା, ଆମେ ଗାଇ ଗାଇ ଯିବା, ଆମେ ନାଚି ନାଚି ଯିବା। ଈଶ୍ୱର ସୁତ ପ୍ରିୟ ପ୍ରେମିକ, ମଧୁର ତାଙ୍କ କଥା, ମଣିଷ ଲାଗି ରଚିଲେ ସେହି ପ୍ରେମର ଶାନ୍ତି ସଦା। ଈଶ୍ୱର ସୁତ ପ୍ରିୟ ପ୍ରେମିକ, ମଧୁର ତାଙ୍କ କଥା, ମଣିଷ ଲାଗି ରଚିଲେ ସେହି ପ୍ରେମର ଶାନ୍ତି ସଦା। ଆମେ ଗାଇ ଗାଇ ଯିବା, ଆମେ ନାଚି ନାଚି ଯିବା, ଆମେ ଗାଇ ଗାଇ ଯିବା, ଆମେ ନାଚି ନାଚି ଯିବା। ତାଙ୍କରି ପ୍ରେମେ ଏଇ ଧରା ଧାମେ ଆମେ ଯେ ମହକିବା, ତାଙ୍କରି ନାମେ ମୁକ୍ତି ମିଳେ ଏ କଥା କହିଯିବା। ତାଙ୍କରି ପ୍ରେମେ ଏଇ ଧରା ଧାମେ ଆମେ ଯେ ମହକିବା, ତାଙ୍କରି ନାମେ ମୁକ୍ତି ମିଳେ ଏ କଥା କହିଯିବା।
आमे गाई गाई जीवा, आमे नाची नाची जीवा, आमे गाई गाई जीवा, आमे नाची नाची जीवा। बेथली मोर गुहाळ कुंडरी, सरग शिशुटी देखो शोइछि रे। এই দেহ এই মন তার চরণে অর্পিবা, আমি গাই গাই जीवा, আমি নাচি নাচি जीवा, আমি গাই গাই जीवा, আমি নাচি নাচি जीवा। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଜି ଆମମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ, ଆମମାନଙ୍କୁ ସମସ୍ତ ଦାସତ୍ୱ ବନ୍ଧନରୁ ଆମମାନଙ୍କୁ ମୁକ୍ତି ଦେବା ପାଇଁ ସ୍ୱର୍ଗରୁ ଯେଉଁ ପରମେଶ୍ୱର ଆମମାନଙ୍କ ନିମନ୍ତେ ମଣିଷ ରୂପ ନେଇ ଆସିଲେ, ତାଙ୍କୁ ଗୌରବ କରି ଆମମାନେ ଆଉ ଗୋଟେ ଗୀତ ଗାଇବା। ଜୀର୍ଣ୍ଣ ଧରାର କଳି, ସ୍ୱର୍ଗ ସୁସମାଜରେ, ଜୀର୍ଣ୍ଣ ଧରାର କଳି, ସ୍ୱର୍ଗ ସୁସମାଜରେ, অসীম ঈশ্বর সসীম রূপরে, অসীম ঈশ্বর সসীম রূপরে, জন্মিଛନ୍ତି ধরা পরে, জন্মিଛନ୍ତି ধরা পরে। জীর্ণ ধরার কড়ে, স্বর্গ সুসমাজরে, জীর্ণ ধরার কড়ে। ଅଣା ପଡ଼ିଥିଲା ପରମେଶ୍ୱରଙ୍କ ମହିମାରୁ ଏ ମଣିଷ, ତୁଟି ଯାଇଥିଲା ସ୍ୱର୍ଗୀୟ ବନ୍ଧନ, ଭରିଥିଲା ବିଶ୍ୱାସ। ଅଣା ପଡ଼ିଥିଲା ପରମେଶ୍ୱରଙ୍କ ମହିମାରୁ ଏ ମଣିଷ, ତୁଟି ଯାଇଥିଲା ସ୍ୱର୍ଗୀୟ ବନ୍ଧନ, ଭରିଥିଲା ବିଶ୍ୱାସ। ଶୁଭବାଣୀ ଶୁଭେ ଝରି, শুভবাণী শুভে ঝরে, শুভবাণী শুভে ঝরে, শুভবাণী শুভে ঝরে। ফেরিছে গৌরব অনন্ত জীবন, ফেরিছে গৌরব অনন্ত জীবন, মসিহাଙ୍କ জন্মରେ, জন্মিଛନ୍ତି ଧରା ପରେ। ଜୀର୍ଣ୍ଣ ଧରାର କଳି, ସ୍ୱର୍ଗ ସୁସମାଜରେ, ଜୀର୍ଣ୍ଣ ধরার কড়ে। Yes, Lord. Thank you, Jesus. Hallelujah. ঝরি পড়ুଅଛି চিরঈপ্ସିତ ଅନନ୍ତ ସାରସୁର, ସ୍ୱର୍ଗେ ମହିମା ପୃଥିବୀରେ ଶାନ୍ତି, ମଙ୍ଗଳ ଜଗତର।
ঝরি পড়ুଅଛି চিরঈপ্ସିତ ଅନନ୍ତ ସରସୁର ସରଗେ ମହିମା ପୃଥିବୀରେ ଶାନ୍ତି ମଙ୍ଗଳ ଜଗତର ନୀଳ ଆକାଶର ପରି ନୀଳ ଆକାଶର ପରି ନୀଳ ଆକାଶର ପରି ନୀଳ ଆକାଶର ପରି নীরব রাত্রিরে শুভবাণী থরে নীরব রাত্রিরে শুভবাণী থরে মিলনর বিরহরে জন্মিছন্তি ধরা পরে জীর্ণ ধরার কলে স্বর্গ সুসমাঝরে জীর্ণ ধরার কলে অদ্বিতীয় পুত্র অসীম ଅନନ୍ତ ଆଣିଛନ୍ତି ପରିତ୍ରାଣ ତାଙ୍କ ଜୟ ଗାଇ ଭେଟି ନେଇ ଆସ କଳୁଷିତ ନିଜ ପ୍ରାଣ ଅଦ୍ୱିତୀୟ ପୁତ୍ର ଅସୀମ ଅନନ୍ତ ଆଣିଛନ୍ତି ପରିତ୍ରାଣ ତାଙ୍କ ଜୟ ଗାଇ ଭେଟି ନେଇ ଆସ କଳୁଷିତ ନିଜ ପ୍ରାଣ ବିଶ୍ୱର ଦୁଆରରେ ବିଶ୍ୱର ଦୁଆରରେ ବିଶ୍ୱର ଦୁଆରରେ ବିଶ୍ୱର ଦୁଆରରେ ବିଶ୍ୱକର୍ତ୍ତା ଉଭା ମହାପ୍ରେମୀ ବିଶ୍ୱକର୍ତ୍ତା উভা মহাপ্রেমী আশা রখ চরণরে আশা রখ চরণরে জীর্ণ ধরার কলে স্বর্গ সুসমাঝরে অসীম ঈশ্বর সসীম রূপরে অসীম ঈশ্বর সসীম রূপরে জন্মিছন্তি ধরা পরে জন্মিছন্তি ধরা পরে জীর্ণ ধরার কলে স্বর্গ সুসমাঝরে জীর্ণ ধরার কলে हालेलुया प्रेज द लॉर्ड महान परमेश्वर ଆମେ ପାଇଅଛୁ ସେ ଅଦ୍ୱିତୀୟ ପୁତ୍ର ଯେ ମେଷ ଶାବକ ରୂପରେ ଆମମାନଙ୍କ ନିମନ୍ତେ ଏ ଧରା ପୃଷ୍ଠକୁ ଆସିଲେ ତାଙ୍କର ସେଇ ଶୁଭ ବାର୍ତ୍ତା ମାନେ ଆଜି ପ୍ରତିଟି ମଣିଷ ନିକଟ ପ୍ରତିଟି ଦିଗରେ ଆମେ ଆଜି ତାଙ୍କୁ ଜଣେଇବା ପ୍ରତ୍ୟେକ ଯେପରି ମହାନ ପରମେଶ୍ୱରଙ୍କର ଉପସ୍ଥିତି ମଧ୍ୟକୁ ଆସି ଅନନ୍ତ ଜୀବନକୁ ଯେପରି ଲାଭ କରିପାରିବେ ଆସ ଆମେ ଗୋଟେ ଗୀତରେ ପ୍ରଭୁଙ୍କର ପ୍ରଶଂସା କରିବା नील आकाशକୁ ଦେଖ ତାରା ହସୁଛି
पूर्व दिगको देख तारा दुसुची नील आकाशको देख तारा हसुची पूर्व दिगको देख तारा दुसुची जन्म नेइछन्ति सरगु आसिछन्ति जन्म नेइछन्ति सरगु आसिछन्ति शिशुरु परि जीशु राजा जन्म होइछन्ति होसाना होसाना हालेलुया हालेलुया गाओ होसाना 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 हालेलुया हालेलुया गाओ होसाना नील आकाशको देख तारा हसुची पूर्व दिगको देख तारा दुसुची नील आकाशको देख तारा हसुची पूर्व दिगको देख तारा दुसुची हालेलुया केतेक पूर्व देश पण्डित आसिले मोहर जीशु पास सुनाओ कुन्दुरु आनिदेले जीशुको सेमाने प्रणमिले मरियमको कोଳରେ शिशु शोई अछन्ति मरियमको कोଳରେ शिशु शोई अछन्ति शिशुरु परि आम राजा सरगु आसिछन्ति होसाना होसाना हालेलुया हालेलुया गाओ होसाना 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 हालेलुया हालेलुया गाओ होसाना नील आकाशको देख तारा हसुची पूर्व दिगको देख तारा दुसुची नील आकाशको देख तारा हसुची पूर्व दिगको देख तारा दुसुची पापरु से जे रक्षा करिबे सभिଙ୍କୁ शान्ति जीवन देबे जेते भी तांक विश्वासी हेबे सेमाने परित्राण लभिबे से जे आश्चर्य मन्त्री पराक्रान्त अटन्ति से जे आश्चर्य मन्त्री पराक्रान्त अटन्ति सेही आमर शान्ति राजा जन्म नेइछन्ति होसाना होसाना हालेलुया हालेलुया गाओ होसाना होसाना होसाना
हालेलुया हालेलुया, गाओ होसाना। नीଳ ଆକାଶକୁ ଦେଖ ତାରା ହସୁଛି, ପୂର୍ବ ଦିଗକୁ ଦେଖ ତାରା ଦିଶୁଛି। नीଳ ଆକାଶକୁ ଦେଖ ତାରା ହସୁଛି, ପୂର୍ବ ଦିଗକୁ ଦେଖ ତାରା ଦିଶୁଛି। ଜନମ ନେଇଛନ୍ତି ସ୍ୱର୍ଗକୁ ଆସିଛନ୍ତି, ଜନମ ନେଇଛନ୍ତି ସ୍ୱର୍ଗକୁ ଆସିଛନ୍ତି। ଶିଶୁରୁ ପରି ଯୀଶୁ ରାଜା ଜନମ ହୋଇଛନ୍ତି। ହୋସାନା ହୋସାନା, ହାଲେଲୁୟା ହାଲେଲୁୟା, ଗାଓ ହୋସାନା ହୋସାନା ହୋସାନା। हालेलुया हालेलुया, गाओ होसाना। हालेलुया हालेलुया, गाओ होसाना। हालेलुया, प्रेज द लॉर्ड। राजा मानकर राजा, प्रभु मानकर प्रभु, सप्त स्वर्ग जहाँको धारण करिपारि नाही एपरि अद्वितीय ईश्वर जे आमମାନଙ୍କ ପାଇଁ संकुचित होई आमମାନଙ୍କ परि एक साधारण मनुष्य भावरे ए धरा पृष्ठକୁ ଆସିଲେ, ତାଙ୍କର ସେଇ ଇପ୍ସିତ କାର୍ଯ୍ୟକୁ ସେ ସାଧନ କଲେ। ଶରୀରର ଶେଷ ରକ୍ତ ବିନ୍ଦୁ ମଧ୍ୟ ଦେଇକି ସେ ଆମମାନଙ୍କୁ କିଣିଲେ, ପ୍ରାଣ ଦେଇ ଆମମାନଙ୍କର ପ୍ରାଣକୁ ରକ୍ଷା କଲେ। ଯାହାଙ୍କ ନାମ ଅତି ଉଚ୍ଚରେ ଆମେ ରଖୁଅଛୁ, ସେ ମହତ୍ ପବିତ୍ର ନାମକୁ ଆମେ ଉଚ୍ଚରେ ସ୍ଥାପନ କରୁଛୁ, କାରଣ ସେ ମହାନ ଅଟନ୍ତି, ପବିତ୍ର ଅଟନ୍ତି, ବାସ୍ତବ ଅଟନ୍ତି, ଜୀବନ୍ତ ଅଟନ୍ତି, ସତ୍ୟ ଅଟନ୍ତି। ସେ ସତ୍ୟ, ସେଇ ଧର୍ମମୟ ମହାନ ପରମେଶ୍ୱରଙ୍କୁ ଆଜି ଜଗତରେ ପ୍ରତିଟି କୋଣରେ ତାଙ୍କୁ ଆଜି ଉପାସନା କରୁଛନ୍ତି, ତାଙ୍କ ନାମକୁ ଉଚ୍ଚରେ ରଖୁଛନ୍ତି, ଗୌରବ ମହିମା କରୁଛନ୍ତି। କାରଣ ବାକ୍ୟ କହିଅଛି, ପ୍ରତିଟି ଜିହ୍ବା ସ୍ୱୀକାର କରିବ, ପ୍ରତି ଆଣ୍ଠୁ ଭାଙ୍ଗିବ ତାଙ୍କ ସମ୍ମୁଖରେ। ଆସୁ ସେଇ ମହାନ ପରମେଶ୍ୱରଙ୍କୁ ଆମେ ଆରାଧନା କରିବା, ପ୍ରଶଂସା କରିବା। କେବଳ ଆମେ ତାଙ୍କୁ ଧନ୍ୟବାଦ ଦେବା, କେବଳ ତାଙ୍କୁ ଆମେ ଉଚ୍ଚରେ ରଖିବା। ଆମେ ନମ୍ର ସରଳ ଭାବରେ ତାଙ୍କର ଅନୁଗ୍ରହ ସିଂହାସନରେ ବୁଢୀ ଆମେ ତାଙ୍କୁ ପ୍ରଣାମ କରିବା। हर हाथ उठे, हर होठ खुले, तेरी सना के लिए। हर घुटने टिके, हर सिर झुके, तेरी सजदा के लिए। हर हाथ उठे, हर होठ खुले, तेरी सना के लिए। हर घुटने टिके, हर सिर झुके, तेरी सजदा के लिए। तेहे दिल से हम गाते रहे, तेहे दिल से हम गाते रहे, तुझे शुक्र अदा हम देते रहे। हर हाथ उठे, हर होठ खुले, तेरी सना के लिए। हर घुटने टिके, हर सिर झुके, तेरी
सजदा के लिए सारी इज्जत अजमत तुझको मिलता रहे, शान शौकत हसमत सदा तू पाता रहे, सारी इज्जत अजमत तुझको मिलता रहे, शान शौकत हसमत सदा तू पाता रहे। तू जलाल का बादशाह खुदा, तू जलाल का बादशाह खुदा, तुझ सना है कोई जुजा, प्रस्तुत हम तेरी करते रहे, प्रस्तुत हम तेरी करते रहे, तुझे शुक्र अदा हम देते रहे, हर हाथ उठे हर होठ खुले तेरी सना के लिए, हर घुटने टिके हर सिर झुके तेरी सजदा के लिए, तेरी कुव्वत बरकत हमको मिलता रहे, तेरी सोगत रहमत हम पे बनी रहे, तेरी कुव्वत बरकत हमको मिलता रहे, तेरी सोगत रहमत हम पे बनी रहे, तू पाक खुदा हे खुदा बन खुदा, तू पाक खुदा हे खुदा बन खुदा, तुझ सना है कोई खुदा, प्रस्तुत हम तेरी करते रहे, प्रस्तुत हम तेरी करते रहे, तुझे शुक्र अदा हम देते रहे, हर हाथ उठे हर होठ खुले तेरी सना के लिए, हर घुटने टिके हर सिर झुके तेरी सजदा के लिए। धन्यवाद प्रभु तुम उपस्थिति पाई, सुंदर समय पाई, नूतन दिवस पाई, सुंदर सहभागिता पाई, सर्वोपरि भाव प्रभु तुम आम मान मध्य अछ, आपणार प्रतिज्ञा अनुसार प्रभु से तुमको धन्यवाद दौचु, गौरव करुचु, प्रशंसा करुचु, सतरे प्रभु तुम तुल्य कौन सी देवता नहीं, समस्त देवता मानक मध्य तुम्हें भययोग्य परमेश्वर अट, तुम्हें जीवंत परमेश्वर अट, तुम्हें अनुग्रहकारी अट, तुम्हें दयाकारी अट, तुम्हें क्षमाकारी अट प्रभु। ये विशेष मुहूर्त में प्रत्येक तुम निकट समर्पित होउछु। हाँ बापा, संपूर्ण जगत पाई तुम्हें आपणार सर्वस्व देइथिल, किंतु आज जेतेक प्रभु आमे तुमरी नाम रे विश्वास करियछु, भरोसा करियछु, आशा बांधियछु। हाँ प्रभु, तुम्हें हमन पृथक करियछु आज जगत ठारू बोले आमे तुमको धन्यवाद दउछु। तुमरी से पवित्र परिचय देइयछ, तुमरी संतान हेबार अधिकार देइछ बोले धन्यवाद दउछु। ए दिन मानकरे प्रभु आमे जेपरि पवित्रता भावरे
प्रभु विश्वस्त भाव प्रभु आम तुम सेवा करवा तुम आम मन मध्य हृदय मध्य आम परिवार गुड़िक प्रभु तुम्हें आज जन्म नहीं प्रभु तुम उपस्थिति मध्य दिन प्रतिदिन प्रत्यह प्रभु प्रति मुहूर्त तुम मन को रख तुम सहित से तुम संपर्क स्थापन करी आम जीवन जेपरी प्रभु आम विजय यात्रा कर तुम साहाय्य कर अनुग्रह कर दया कर आम दुर्बल मनुष्य प्रभु रक्त मांसरे गठित आम शरीर अनेक समय विभिन्न विषय आम ऋणा पड़ा आम झुंटी से समय मध्य प्रभु तुम्हें आम के छाड़ी ना पापरे हजि जा समय तुम आमको खोजी रक्षा करवा परमेश्वर धन्यवाद दौचु तुम से प्रेम तुम से प्रभु दया आम तुमरी धन्यवाद करुचु प्रशंसा करुचु महिमा करुचु राजा तुम्हें केवल तुम्हें उन्नत हो से महत् पवित्र नाम आम आज प्रतिष्ठा करुचु उच्चरे रखुचु बापा एवं तुम से अनुग्रह सिंहासन आम आज उबोढ़ प्रभु आम तुमरी प्रणाम करुचु नम्रशल भाव प्रत्येक तुम उपस्थिति मध्य को आसुचु प्रत्येक आज तुम्हें दया कर तुम्हें कथा कुह एवं पूर्ण हृदय प्रभु आशीषित भाव प्रभु आम ही जगार फेरी तुम प्रभु जगत जेपरी आम प्रभु गो आम जेपरी तुम साक्षी स्वरूप जना जीवा सेपरी तुम प्रत्येक आज तुम्हें प्रस्तुत कर कथा कुह गौरव महिमा तुमको दे जीशु नाम प्रार्थना मांगुछि आमेन धन्यवाद सिस्टर बहुत बहुत धन्यवाद प्रेज द लॉर्ड प्रेज द लॉर्ड आसंतु आमाने एक उच्च करताली प्रदान करुथिबा प्रभुଙ୍କ गौरव पाए भौणी को उत्साह निमंते बहुत बहुत धन्यवाद सुंदर शांत सरल भाबरे आराधना करिसंती अति अर्थपूर्ण गीत को नेकी प्रभु तांको आशीर्वाद करंतु तांकर परिवार को प्रभु अनुग्रह करंतु सेवा कार्य रे प्रभु को आशीर्वाद करतु धन्यवाद बहुत सुंदर आराधना प्रभु गौरव पांतु वर्तमान आम मान निकट रे वाक्यर समय उपस्थित होई अछि आमाने वाक्य निकट को जाउथिबा आ ता पूर्व आम माने प्रार्थना करबा आम मान को गहण रे अछंती आ आम मान कर भौणे मीनू अछंती अनुरोध करूची आ तांको से आज प्रार्थना रे कढै नथिबे प्रेज द लॉर्ड समस्त को प्रेज द लॉर्ड आसंतु प्रार्थना करिबा धन्यवाद दौची दयालु प्रेमिक स्वर्गस्थ पिता परमेश्वर प्रभु तुम नामर धन्यवाद हो प्रशंसा हो बापा तुम्हें केते दया कल अनुग्रह कल ए दिन देखा देल से तुमर धन्यवाद करुची सकाल रे पर्यंत प्रभु समस्त विषय रे प्रभु तुम्हें साहाय्य करिल तुमर उपस्थिति दे प्रभु तुम्हें कढ़ई आनिल से धन्यवाद दौची एतले प्रभु सुंदर आराधना दे तुम दासी द्वारा तुम उपस्थिति मध्य आम को रखा देल से तुम नामर धन्यवाद करुची प्रिय प्रभु तांको तुम्हें आशीर्वाद कर तांकर प्रत्येकटी भार बहन कर एपरी प्रभु तुमर आराधना जेपरी जीवन शेष संध्या पर्यंत करने को पारे से दया कर प्रभु आमने प्रस्तुत जेपरी है प्रार्थनार सहित प्रभु तुमर वाक्य शुणा पारू से प्रभु तुम्हें आम हृदय को खोली दियो आम कर्ण को तुम्हें खोली दियो बोली प्रार्थना करुचे तुम्हें दया कर स्वर्गस्थ पिता तुम दास वाक्य नहीं आसबे तांको तुम्हें दया कर प्रभु पवित्र आत्मा उपस्थिति दे तुमरी अनुग्रह दे प्रभु जहाँ तुम्हें तांको आज कहिच से जेपरी तांको मुख द्वारा प्रभु आम प्रत्येक को कहवा को पारिबे हेतिपाई तुम्हें दया कर प्रभु से कहिबे आमे शुणिबु ताहा नुह ताकू जेपरी प्रभु आमने हृदय मध्य संचय करी ताकू पालन करने को पारिबु सेतिपाई तुम्हें आम प्रत्येक को से प्रकार अनुग्रह कर पुनर्बार तुम दास को आत्मा द्वारा अभिषेक करी तांको मुख द्वारा तुम्हें कथा कह बोली समस्त आदर महिमा प्रशंसा तुमको दे प्रभु जीशु तुम नाम रे मागुची आमेन बहुत धन्यवाद भौणी सुविषय नहीं बोझर सहित प्रार्थना करिसंती प्रभु आपण को आशीर्वाद करंतु वर्तमान माने वाक्य निकट को जाउथबा मो एक साक्षांश अध्ययन करूचे सत्य पालनकारी धार्मिक गोष्ठी जेपरी प्रवेश करि पारिबे एथिपाई तुम्हें माने नगर रो द्वार सब मुक्त कर जहार मन तुम्भ ठारे स्थिर थाए ताहाकु तुम्हें संपूर्ण शांति रे रखिबो कारण से तुम्भ ठारे निर्भर रखे
ତୁମେ ମାନେ ସଦାକାଳ ସଦାପ୍ରଭୁଙ୍କ ଠାରେ ନିର୍ଭର ରଖ, କାରଣ ସଦାପ୍ରଭୁ ଯେହୋବାଙ୍କ ଠାରେ ଅନନ୍ତ କାଳ ସ୍ଥାୟୀ ଶୈଳ ଅଛି। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଏହି ବାକ୍ୟ ଦ୍ୱାରା ଆମମାନଙ୍କର ପ୍ରିୟ ଆଜ୍ଞା ଆଉ ହୋସେ କରାଡ଼ ଆଜ୍ଞାଙ୍କୁ ମୁଁ ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସ୍ୱାଗତ କରୁଛି। ସେ ସମ୍ମୁଖକୁ ଆସିବେ ଆଉ ଆଜିର ବାକ୍ୟ ଆମମାନଙ୍କ ନିକଟରେ ସେ ପରିବେଷଣ କରୁଥିବେ। ଆଜ୍ଞା ନମସ୍କାର। ପ୍ରେଜ୍ ଦ ଲର୍ଡ। ନମସ୍କାର, ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆଜିର ଏହି ସୁନ୍ଦର ଅବକାଶ ସକାଶେ ମୁଁ ପ୍ରଭୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ରିଏଲ ମିନିଷ୍ଟ୍ର ହୋଷ୍ଟ ଆଜିର ପରିଚାଳିକା ଭଉଣୀ ଏବଂ ଲଳିତା ଭଉଣୀ ଉପସ୍ଥିତ ସମସ୍ତଙ୍କୁ ପୁନର୍ବାର ପ୍ରଭୁଙ୍କ ନାମ ସକାଶେ କୃତଜ୍ଞତା ଜଣାଉଛି, ନମସ୍କାର ଜଣାଉଛି, ଧନ୍ୟବାଦ ଜଣାଉଛି। ଆଉ ମୁଁ ସୁଯୋଗ ପାଇଲି ଯେ ଖ୍ରୀଷ୍ଟମାସ ସିଜନ ମଧ୍ୟରେ ପ୍ରଭୁଙ୍କ ବାକ୍ୟ ଆଲୋଚନା କରିବା ପାଇଁ ଗୋଟେ ସୁନ୍ଦର ଅବକାଶ ମିଳିଲା। ଆମେ ଦୀର୍ଘ ସମୟ ଅର୍ଥାତ୍ ଏଇ ମାସ ପ୍ରାରମ୍ଭରୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ ଅନେକ କଥା ଶୁଣିକି ଆସୁଛୁ। ମୁଁ ଆପଣମାନଙ୍କୁ ଆଉ କିଛି ନୂଆ ବିଷୟରେ କହିବାର ସେମିତି କିଛି ନାହିଁ, କାରଣ ଧର୍ମଶାସ୍ତ୍ର ଯେତେବେଳଠୁ ଆମେ ପାଇଲୁ, ପଢିଲୁ, ଖ୍ରୀଷ୍ଟଙ୍କୁ ଗ୍ରହଣ କଲୁ, ଆଉ ସେଇ ସମୟ ଠାରୁ ଆମେ ସମସ୍ତେ ବାକ୍ୟ ପଢୁଛୁ, ଶୁଣୁଛୁ, ବାକ୍ୟ ଚିନ୍ତା କରୁଛୁ, ଆଉ ସବୁଦିନ ସବୁ ସମୟରେ ପ୍ରଭୁଙ୍କ ବାକ୍ୟକୁ ପ୍ରିୟ ଜ୍ଞାନ କରିବା ଏହା ଆମମାନଙ୍କର ଆବଶ୍ୟକ। ଆମେ ଆଜି ଏକ ପରିଚିତ ବାକ୍ୟ ଆଲୋଚନା କରିବା, ତା ହଉଛି ଯୋହନ 3:16। ଯୋହନ 3:16। ଆଉ ତହିଁରେ କିଏ ଯଦି ପଢିବେ ଭଲ। ହଁ, ସମୟ ନଷ୍ଟ କରିବାନି। ତ ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହବ। ଆମେ ସମସ୍ତେ ଏଇଟା ମୁଖସ୍ଥ କରିବା ବାକ୍ୟ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମାନବ ରୂପ ଧାରଣ କରିବା, ସେ ବିଷୟରେ ଆମେ ଆଜି କିଛି ଆଲୋଚନା କରିବା। ମାନବ ରୂପ ଧାରଣରେ ଈଶ୍ୱରଙ୍କର ମହତ ଇଚ୍ଛା। ମାନବ ରୂପ ଧାରଣରେ ଈଶ୍ୱରଙ୍କର ମହତ ଇଚ୍ଛା। ଈଶ୍ୱର ସିଏ ହଉଛନ୍ତି ସୃଷ୍ଟିକର୍ତ୍ତା। ସେ ସ୍ରଷ୍ଟା ମାନେ ସମସ୍ତେ ଜାଣିଛୁ, ଏବଂ ସେ ହିଁ ମନୁଷ୍ୟକୁ ଗଢିଛନ୍ତି, ନିର୍ମାଣ କରିଛନ୍ତି। ଆଜି ସ୍ରଷ୍ଟା, ନିର୍ମାଣକର୍ତ୍ତା ନିର୍ମାଣ କରିଥିବା ସେ ମନୁଷ୍ୟ ରୂପକୁ ପସନ୍ଦ କଲେ। ମନୁଷ୍ୟ ରୂପକୁ ପସନ୍ଦ କଲେ। ଆଉ ସେ ମନୁଷ୍ୟ ହେବାକୁ ଇଚ୍ଛା କାହିଁକି କଲେ, କେତେକ ବିଷୟ ଆମେ ଆଲୋଚନା କରିବା। ଈଶ୍ୱର ମନୁଷ୍ୟ ବା ମାନବ ରୂପ ଧାରଣ କରିବା, ଆଉ ସେଠି ମହାନ ଲକ୍ଷ୍ୟ ମାନ ରହିଛି। ମହାନ ଲକ୍ଷ୍ୟ, ତାଙ୍କର ଉଦ୍ଦେଶ୍ୟ ରହିଛି ଯେ କାହିଁକି ସେ ମନୁଷ୍ୟ ରୂପ ଧାରଣ ହେଇ ଜଗତକୁ ଯିବେ, ତାଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ କାହିଁକି ପଠେଇବେ। ପ୍ରଥମ କଥା ଦେଖୁଛୁ ଯେ ତାଙ୍କର ନମ୍ରତା, ପରମେଶ୍ୱରଙ୍କର ଜଗତକୁ ନିଜର ପୁତ୍ରକୁ ପଠେଇବା, ଏଇ ବାକ୍ୟ ଅନୁସାରେ ତ ପ୍ରେମ, କିନ୍ତୁ ପ୍ରେମ କରିବା ପାଇଁ ସେ ନିଜକୁ ନମ୍ର କଲେ। ପ୍ରେମକୁ ପ୍ରକାଶ କରିବା ପାଇଁ, ପ୍ରେମ ଯେମିତି ବୁଝିପାରିବେ ମାନବ ଜାତି। ଆମର ସେ ଯୋହନ 3:16 ଅନୁସାରେ ଲେଖା ଅଛି, ଈଶ୍ୱରଙ୍କର ପ୍ରେମ ଏଡେ ପ୍ରେମ। ଈଶ୍ୱରଙ୍କର ପ୍ରେମର ତୁଳନା ଆଉ ଏଠି ନାହିଁ, ତାର ସୀମା କିଛି ନାହିଁ, ଅସୀମ।
ତାଙ୍କ ପ୍ରେମର ତୁଳନା ଆଉ କୋଉଠି ମିଳିବନି। ପୃଥିବୀରେ କୌଣସି ସ୍ଥାନରେ ଈଶ୍ୱରଙ୍କ ପ୍ରେମର ତୁଳନା ନାହିଁ। କାରଣ ଈଶ୍ୱର ସୃଷ୍ଟିକର୍ତ୍ତା, ସ୍ୱର୍ଗର କର୍ତ୍ତା, ଯିଏକି ସ୍ୱର୍ଗରେ ଅଧିଷ୍ଠିତ, ଯାହାଙ୍କର ବାସସ୍ଥାନ ସ୍ୱର୍ଗ, ସେ ସ୍ୱର୍ଗର ପରମେଶ୍ୱର ତାଙ୍କ ପ୍ରେମକୁ ମନୁଷ୍ୟ ଜାତି ନିକଟରେ ପ୍ରକାଶ କରିବା ପାଇଁ ସେ ମନୁଷ୍ୟ ରୂପ ଧାରଣ କରୁଛନ୍ତି। ଆଉ ସେ ମନୁଷ୍ୟ ରୂପ ଧାରଣ କରିବାର ଉଦ୍ଦେଶ୍ୟ ସବୁ ରହିଛି କଣ ନା, ସେ ଈଶ୍ୱର, ସେ ସ୍ୱର୍ଗ ନିବାସୀ, ଯେଉଁ ସ୍ଥାନରେ ପବିତ୍ରତା, ଶାନ୍ତି, ମହିମା, ଗୌରବ, ଜୀବନ ସର୍ବଦା ବିରାଜମାନ, ସେଇ ସ୍ଥାନକୁ ତ୍ୟାଗ କରି ସେଇ ସ୍ଥାନରୁ ଜଗତକୁ ଆସିବା। ଦେଖନ୍ତୁ, ଆମେ ଈଶ୍ୱରଙ୍କ ପ୍ରେମ ଯେତେବେଳେ ଦେଖୁଛୁ, ସେ ପ୍ରେମର ତୁଳନା କିଛି ଜଗତରେ କରି ହଉନି। ଆମେ ମନୁଷ୍ୟ ଜାତି ବର୍ତ୍ତମାନ ସୁଷମାଚାର ଶୁଣୁଛୁ, ପ୍ରଭୁଙ୍କ ବାକ୍ୟ ଶୁଣୁଛୁ, ଅଧ୍ୟୟନ କରୁଛୁ, ପ୍ରଭୁଙ୍କୁ ବିଶ୍ୱାସ କରୁଛୁ। ସମସ୍ତର ମୁଖ୍ୟ କାରଣ ହଉଛି ଈଶ୍ୱରଙ୍କର ସହିତ ରହିବା ପାଇଁ ବା ସ୍ୱର୍ଗର ଅଭିଳାଷ। ସମସ୍ତଙ୍କର ମୁଖ୍ୟ ଲକ୍ଷ୍ୟ ଆମେ କେମିତି ଈଶ୍ୱରଙ୍କ ସହିତ ସ୍ୱର୍ଗରେ ବାସ କରିବୁ। ଆମମାନଙ୍କର ଲକ୍ଷ୍ୟ ସେଇଟା। ଈଶ୍ୱରଙ୍କର ଲକ୍ଷ୍ୟ କଣ ନା, ସିଏ ମାନବ ରୂପ ଧାରଣ କରିବେ, ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପଠେଇବେ, ଏ ଜଗତର ଲୋକମାନଙ୍କୁ ସ୍ୱର୍ଗକୁ ନେବେ। ତାଙ୍କର ସେଇ ପ୍ରେମର ମହାନତା ହଉଛି ଜଗତବାସୀକୁ ସ୍ୱର୍ଗ ନିବାସୀ କରେଇବା। ବର୍ତ୍ତମାନ ଜଗତରେ ଯେଉଁ ମାନବ ଜାତି ବାସ କରୁଛନ୍ତି, ସେ ମାନବ ଜାତି ସହିତ ସେ ରହିବେ, ମାନବ ଜାତିକୁ ବୁଝାଇବେ, ମାନବ ଜାତି ଯେମିତି ଈଶ୍ୱରଙ୍କୁ ଗ୍ରହଣ କରିବେ, ଆଉ ସେମାନେ ସ୍ୱର୍ଗ ନିବାସୀ ବା ଈଶ୍ୱରଙ୍କ ସହିତ ବାସ କରିବା ପାଇଁ ସୁଯୋଗ ପ୍ରାପ୍ତ ହେବେ। ତେଣୁ ସେ ପ୍ରେମକୁ ସେ ପ୍ରକାଶ କରୁଛନ୍ତି। ସେ କେମିତି? ଆମେ ଯଦି ଯୋହନ ପୁସ୍ତକ ଦେଖୁଛୁ, ତାର 1 ଅଧ୍ୟାୟ, ଯୋହନ 1 ଅଧ୍ୟାୟରେ ଅନେକ ଆଉ ନିଗୁଡତା ଲେଖା ଅଛି। ସେଠି ଲେଖା ଅଛି କଣ? ଟିକେ ଯୋହନ 1ର 1 ଟିକେ ପଢିପାରିବେ କି? ମୋର ତର୍ଜମା ଟିକେ ଅଲଗା ଅଛି। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ଦେଖନ୍ତୁ, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ। ଆମେ এই ସମୟରେ ଯଦି ହିତୋପଦେଶ ତାର 8 ଅଧ୍ୟାୟକୁ ସ୍ମରଣ କରୁଛୁ, ସମସ୍ତ ବିଷୟ ସୃଷ୍ଟି ତାଙ୍କ ଦ୍ୱାରା ହେଲା। ସେଇ ବାକ୍ୟ ଯିଏକି ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେ ହଉଛନ୍ତି ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର ବା ଅନନ୍ୟ ପୁତ୍ର, ଅଦ୍ୱିତୀୟ, ଅନନ୍ୟ। ଯୀଶୁଙ୍କ ଛଡା ଈଶ୍ୱରଙ୍କର ସ୍ୱର୍ଗରେ ଈଶ୍ୱରଙ୍କର ସମତୁଲ ଆଉ କିଛି ନାହିଁ। ଅନନ୍ୟ, ଅଦ୍ୱିତୀୟ। ସେ ଅଦ୍ୱିତୀୟ ପୁତ୍ର, ଯିଏକି ବାକ୍ୟ, ସେ ବାକ୍ୟକୁ ଜଗତକୁ ପଠେଇବା ପାଇଁ ଈଶ୍ୱର ଇଚ୍ଛା କଲେ। ଦେଖନ୍ତୁ, ଏଇ ବାକ୍ୟ ଆମେ ଯେତେବେଳେ ଶାସ୍ତ୍ର ଅଧ୍ୟୟନ କରୁଛୁ, ଆଦି ପୁସ୍ତକରୁ ପ୍ରକାଶିତ ପର୍ଯ୍ୟନ୍ତ ଈଶ୍ୱରଙ୍କର ବାକ୍ୟ ଆମେ ଶୁଣୁଛୁ। ଈଶ୍ୱରଙ୍କ ବାକ୍ୟରେ କେତେ ଗୁରୁତ୍ୱତା ଅଛି, କେତେ ମହାନତା ଅଛି, କେତେ ଶକ୍ତି ଅଛି, କେତେ ଜୀବନ ଅଛି, କେତେ ଆନନ୍ଦ ଅଛି, କେତେ ପ୍ରେମ ଅଛି। ଏ ସମସ୍ତ ବାକ୍ୟ ମନୁଷ୍ୟ ହେଇକି ଆସୁଛି, ମନୁଷ୍ୟ ରୂପରେ। ତେଣୁ ସେ ବାକ୍ୟ ଥିଲେ, ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ। 2 ପଦ ଟିକେ ପଢନ୍ତୁ ତ ଭଉଣୀ, ସେ 1ର 2। 1, 2, 3। ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ, 3 ବି। ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟି ହେଲା, ଆଉ ଯେ ସମସ୍ତ ସୃଷ୍ଟି ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ଦେଖନ୍ତୁ, ଏଇଠି ଅତି ସୁସ୍ପଷ୍ଟ ଭାବରେ ପ୍ରକାଶ ପାଉଛି, ଯିଏ ମନୁଷ୍ୟ ହେଇକି ଜଗତକୁ ଆସିଲେ, ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଇଛି।
ସୃଷ୍ଟିକର୍ତ୍ତା ମନୁଷ୍ୟ ରୂପ ଧାରଣ କରି ଆସିଲେ। ଦେଖନ୍ତୁ ସୃଷ୍ଟିକର୍ତ୍ତାଙ୍କର ପ୍ରେମ କେମିତି, ମାନବ ଜାତି ପ୍ରତି ତାଙ୍କର ପ୍ରେମ କେମିତି। ସେ ତ ମନୁଷ୍ୟକୁ ଗଢିଲେ। ଏବେ ଦେଖନ୍ତୁ, ଆମେ ଯଦି କୌଣସି ଗୋଟେ ଆର୍ଟ କରିବା, ଆମେ ତ ଜୀବନ ଦେଇପାରିବାନି, ମୁଁ ତାକୁ ଆର୍ଟ ସେଥିପାଇଁ କହୁଛି। ଆମେ କୌଣସି ଗୋଟେ ଜିନିଷ ଗଢିବା, ଆଉ ସେଇ ଜିନିଷ ସହିତ ସେଇ ଜିନିଷ ବନିଯିବା, ବହୁତ ସୁନ୍ଦର ଆର୍ଟ ଗୋଟେ ଛବି କରିବା, ଚିତ୍ର କରିବା, ଆମେ ସେଇପରି ହେଇଯିବା ବୋଲେ, ସେଇ ମନେକର ଗଛଟା ଗୋଟେ ଆମେ ଚିତ୍ର କଲୁ, ମୁଁ ଗଛ ହେଇଯିବି, ଆମ ପାଖରେ ସେ ଶକ୍ତି ନାହିଁ। କିନ୍ତୁ ଈଶ୍ୱର ମନୁଷ୍ୟକୁ ଗଢିଲା ପରେ ହଜାର ହଜାର ବର୍ଷ ଗଲା, ଈଶ୍ୱରଙ୍କର ଇଚ୍ଛା ଅଛି ମନୁଷ୍ୟ ସଦାବେଳେ ଈଶ୍ୱରଙ୍କ ସହିତ ରହୁ, ଈଶ୍ୱରଙ୍କର ପବିତ୍ରତା ଲାଭ କରୁ, ଅନନ୍ତ ଜୀବନ ଲାଭ କରୁ, ଈଶ୍ୱରଙ୍କର ପ୍ରଶଂସା କରୁ, ଈଶ୍ୱରଙ୍କର ସାନ୍ନିଧ୍ୟ ମଧ୍ୟରେ ଆନନ୍ଦମୟ ଜୀବନ ଯାପନ କରୁ। ଏହା ଈଶ୍ୱରଙ୍କର ଇଚ୍ଛା। ଆଉ ସେଇ ଇଚ୍ଛାକୁ ସେଇ ସୃଷ୍ଟିକର୍ତ୍ତା ସାବ୍ୟସ୍ତ କରିବା ପାଇଁ ସେ ମନୁଷ୍ୟ ରୂପ ଧାରଣ କଲେ, ଆଉ ମନୁଷ୍ୟ ରୂପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲେ। ଏଇଥିରୁ ଆମେ ଜାଣିଲୁ ଈଶ୍ୱରଙ୍କ ପ୍ରେମରେ କେତେ ନିଗୁଡତା ଅଛି। ସୃଷ୍ଟିକର୍ତ୍ତା ସେ ସୃଷ୍ଟି ମନୁଷ୍ୟ ରୂପ ଧାରଣ କଲେ। ସେ ରୂପ ଧାରଣର ଅର୍ଥ କଣ, ଯାହାକି ଆମେ 3:16 ଦେଖୁଛୁ। ସେ ମନୁଷ୍ୟ ମାନବ ରୂପ ଧାରଣର ଆଉ ଅର୍ଥ ହଉଛି ଯେ ଆମମାନଙ୍କୁ କଣ କରିବା ପାଇଁ, ବିନାଶରୁ ଉଦ୍ଧାର କରିବା ପାଇଁ, ଅନନ୍ତ ଜୀବନ ପ୍ରଦାନ କରିବା ପାଇଁ। ଆମେ ଯେମିତି ବିନଷ୍ଟ ହେବାନି, କିନ୍ତୁ ଅନନ୍ତ ଜୀବନ ଲାଭ କରିବା, ଅନନ୍ତ ଜୀବନର ଅଧିକାରୀ ହେବା। ଆଉ ସେଥିପାଇଁ ସେ ମନୁଷ୍ୟ ରୂପ ଧାରଣ କଲେ। କାହିଁକି ସେ ମନୁଷ୍ୟ ରୂପ ଧାରଣ କଲେ ନା, ମନୁଷ୍ୟ ଆଉ ବୁଝି ପାରିଲାନି। ଯେତେବେଳେ ଆଉ ପ୍ରଥମ ମନୁଷ୍ୟ ଈଶ୍ୱରଙ୍କର ସାନ୍ନିଧ୍ୟ, ଈଶ୍ୱରଙ୍କ ଦେଇଥିବା ସ୍ଥାନ, ପବିତ୍ର ସ୍ଥାନ, ତାକୁ ସେ ଧରି ରଖି ପାରିଲାନି, ସେଠି ବସବାସ କରିପାରିଲାନି। ଈଶ୍ୱରଙ୍କ ସହିତ ପବିତ୍ର ସ୍ନେହ ଆଳାପକୁ ତାକୁ ଧରି ରଖି ପାରିଲାନି। ଆଉ ସେଇ ସ୍ଥାନରୁ ଆଉ ବିତାଡ଼ିତ ବା ତାଡ଼ିତ ପରିତ୍ୟକ୍ତ ହେଲା। ପରମେଶ୍ୱର ଏଇ ମନୁଷ୍ୟକୁ ଯୋଉ ପବିତ୍ର କରି ଗଢିଲେ, ଜୀବନ ଯୁକ୍ତ କରି ଗଢିଲେ, ଅମରତାର ବରଦାନ ଦେଇକି ଗଢିଲେ, ସେ ଅମରତାର ବରଦାନ ବା ଅନନ୍ତ ଜୀବୀ ହେଇ ରହିବାର ସେ ଆଶୀର୍ବାଦକୁ ମନୁଷ୍ୟ ହରେଇଲା। କିନ୍ତୁ ଈଶ୍ୱରଙ୍କର ଇଚ୍ଛା ଅଛି ମନୁଷ୍ୟ ଅନନ୍ତ ଜୀବୀ ହେଇକି ରହୁ, ସେ ମୋ ସହିତ ଅନନ୍ତ ଜୀବୀ ହେଇ ରହୁ। ତେଣୁ ସେ ଅନନ୍ତ ଜୀବନ ପ୍ରଦାନ କରିବା ପାଇଁ ସେ ମନୁଷ୍ୟ ରୂପରେ ଆସିଲେ। କାରଣ ମନୁଷ୍ୟ ମନୁଷ୍ୟର କଥା ହିଁ ବୁଝେ, ମନୁଷ୍ୟ ମନୁଷ୍ୟର କଥା ହିଁ ବୁଝେ। ଏ ଭାବବାଦୀ ମାନେ ଯେତେ କଥା କହିଲେ, କେତେକ ବିଶ୍ୱାସ କଲେ, କେତେକ ବିଶ୍ୱାସ କଲେନି। ଈଶ୍ୱରଙ୍କର ଯେତେ ପ୍ରତିଜ୍ଞା ଥିଲା, ପ୍ରତିଜ୍ଞା କଥା କେତେକ ବିଶ୍ୱାସ କଲେ, କେତେକ ବିଶ୍ୱାସ କଲେନି। ତେଣୁ ସାରା ଜଗତ ଯେମିତି ବିଶ୍ୱାସ କରିବ, ସାରା ଜଗତ ଯେମିତି ଉଦ୍ଧାର ପ୍ରାପ୍ତ ହବ, ସେଥିପାଇଁ ସେ ଆସିଲେ। କେତେକ ଲକ୍ଷ୍ୟ ଅଛି ଦେଖନ୍ତୁ, 2 କରନ୍ତି 4:7 ଟିକେ ପଢିବା ଆମେ। 2 କରନ୍ତି 4:7 ତ ଲେଖା ଅଛି, ମାତ୍ର ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି ତାହା ଯେ ଆମମାନଙ୍କ ଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥି ନିମନ୍ତେ ଆମମାନେ ଏଇ ଧନ ମୃତ୍ତିକା ପାତ୍ରରେ ପାଇଅଛୁ। ଈଶ୍ୱରଙ୍କ ପାଖରେ ମହାଶକ୍ତି ଅଛି। ଈଶ୍ୱର ସ୍ରଷ୍ଟା, ସେ ସବୁ କରିପାରନ୍ତି, ସବୁ କରିପାରନ୍ତି। ସେଇ ସମସ୍ତ ଶକ୍ତି ଈଶ୍ୱର ପାଖରେ ଅଛି। କୌଣସି ଶକ୍ତି ଆମ ଠାରୁ ଉତ୍ପନ୍ନ ହେଇପାରିବ ନାହିଁ। କିନ୍ତୁ ସେଇ ମହାଶକ୍ତି ମନୁଷ୍ୟକୁ ପ୍ରଦାନ କରିବା ପାଇଁ ସେ ମନୁଷ୍ୟ ରୂପ ଧାରଣ କଲେ। ଈଶ୍ୱରଙ୍କର ଅମରତାର ଶକ୍ତି, ଅନନ୍ତ ଜୀବନର ଶକ୍ତି, ସେ ପ୍ରେମର ଶକ୍ତି, ଏଇ ସମସ୍ତ ଶକ୍ତିକୁ ମନୁଷ୍ୟ ଜୀବନରେ ପ୍ରଦାନ କରିବା ପାଇଁ ସେ ମନୁଷ୍ୟ ହିଁ ଆସିଲେ। ପାଉଲ ସେଥିପାଇଁ ଲେଖୁଛନ୍ତି, ଏ ମହାଶକ୍ତି ଆମେ ଯେମିତି ପାଇପାରିବା, ତେଣୁ ସେ ଏସବୁ ମହାଶକ୍ତି ଆମକୁ ମୃତ୍ତିକା ପାତ୍ରରେ ଦେଇଛନ୍ତି। ମୃତ୍ତିକା ପାତ୍ର, ମାଟିର ପାତ୍ର, ମାଟିର ପାତ୍ର, ମାଟିର ପାତ୍ର। ମାଟିର ପାତ୍ର କାହା କୁହାଯାଉଛି? ଆମ ଶରୀରକୁ। ଆମ ଶରୀର ମାଟିର ପାତ୍ର।
ଆମ ଶରୀର ମାଟିରେ ତିଆରି, ଆମ ଶରୀର ମାଟିର ମିଶିଯାଏ। ତେଣୁ ଏଇ ଶରୀରରେ ଅମରତା ରୂପ ଧନ ପ୍ରଦାନ କରିବା ପାଇଁ ସେ ମନୁଷ୍ୟ ହେଇକି ଆସିଲେ। ହେଲେ ଆମ ମନରେ ପ୍ରଶ୍ନ ଆସିବ ଯେ ପ୍ରଭୁ ମନୁଷ୍ୟ ଆସିବାର ଅମରତା ରୂପ ଧନ କେମିତି ମିଳିଲା? ନା, ଯୀଶୁ ଖ୍ରୀଷ୍ଟ ଆସିଲେ ଜଗତକୁ, ସୁଷମାଚାର ଦେଲେ, ଈଶ୍ୱରଙ୍କ ପ୍ରେମ ବିଷୟ ପ୍ରକାଶ କଲେ। ଈଶ୍ୱରଙ୍କ ପ୍ରେମର ମୁଖ୍ୟ ଲକ୍ଷ୍ୟ ଥିଲା ପାପୀମାନଙ୍କ ନିମନ୍ତେ, ଆମମାନଙ୍କ ନିମନ୍ତେ, ମୋ ନିମନ୍ତେ ସେ ପ୍ରାୟଶ୍ଚିତ ବଳି ଉତ୍ସର୍ଗ କରିବା ପାଇଁ। ସେ ଶରୀର ଧାରଣ କରି ଆସିଲେ ପ୍ରାୟଶ୍ଚିତ ବଳି ଉତ୍ସର୍ଗ କରିବା ପାଇଁ। ଆଉ ସେ ଶରୀର ପ୍ରାୟଶ୍ଚିତ ବଳି ଉତ୍ସର୍ଗ କଲା। ତେଣୁ ସେ କ୍ରୁଶରେ ସେ ଆଉ ହତ ହେଲେ, କ୍ରୁଶରେ ତାଙ୍କୁ ହତ କରାଗଲା। ଏହା ଈଶ୍ୱରଙ୍କ ପ୍ରତିଜ୍ଞା। କ୍ରୁଶରେ ହତ ହେଇକି ସିଏ ପୁନର୍ଥିତ ହେଲେ। ଏ ମନୁଷ୍ୟ ଯେମିତି ପୁନରୁତ୍ଥାନର ଶକ୍ତି ପ୍ରାପ୍ତ ହବ, ଏଇଟା ହଉଛି ମହାଧନ। ଈଶ୍ୱରଙ୍କର ମହାଧନ ହଉଛି ମନୁଷ୍ୟ ପୁନରୁତ୍ଥାନ ପ୍ରାପ୍ତ ହେଲା ପରେ ଅନନ୍ତ ଜୀବୀ ହେବ, ଅନନ୍ତ କାଳ ଈଶ୍ୱରଙ୍କ ସହିତ ରହିବ, ସେ ସ୍ୱର୍ଗରେ ପ୍ରବେଶ କରିବ। ଏ ସମସ୍ତ ସ୍ୱର୍ଗୀୟ ଧନ ଏ ମାଟିର ମନୁଷ୍ୟକୁ ଅନନ୍ତ ଜୀବୀ କରେଇବା, ଏ ମାଟିର ମନୁଷ୍ୟକୁ ଅନନ୍ତ ରାଜ୍ୟରେ ପ୍ରବେଶ କରେଇବା, ଏ ମାଟିର ମନୁଷ୍ୟକୁ ଅନନ୍ତ ପ୍ରେମ ଶିଖାଇବା, ଏ ମାଟିର ମନୁଷ୍ୟକୁ ଅଲୌକିକ ଶକ୍ତି ପ୍ରଦାନ କରିବେ। ଏ ଅଲୌକିକ ଶକ୍ତି ମନୁଷ୍ୟ ସାଧନ କରିବ। ତେଣୁ ଯୀଶୁ କହିଲେ, ମୁଁ ଯେମିତି ଅଲୌକିକ କାର୍ଯ୍ୟ କରୁଛି ତାଠାରୁ ଅଧିକ କାର୍ଯ୍ୟ ତୁମେ କରିବ। ତେଣୁ ଶିଷ୍ୟମାନେ ଅଧିକ କାର୍ଯ୍ୟ କରିବେ। ଏ ସମସ୍ତକୁ ସେ ଦାନ କରିବା ପାଇଁ ମାଟିର ଶରୀର ହେଇକି ଆସିଲେ। ତେଣୁ ଜଗତରେ ସିଏ ଅଳ୍ପ ଦିନ ରହିଲେ। ସେ ଅଳ୍ପ ଦିନ ମଧ୍ୟରେ ସେ ମାନବ ରୂପ ଧାରଣ କରି ଆସିବାର ସମସ୍ତ ଲକ୍ଷ୍ୟକୁ ପ୍ରଦାନ କଲେ। ତେଣୁ ଆମେ ଜୋହନ 3:16 ଆଉ 2 କରନ୍ତି 4:7 ଏ ଦୁଇଟା ବିଷୟକୁ ଯେତେବେଳେ ଦେଖୁଛୁ, ସେଠି ଈଶ୍ୱରଙ୍କ ପ୍ରେମ ଅଛି। ଈଶ୍ୱରଙ୍କ ପ୍ରେମ କଣ ପାଇଁ? ନା ବିନାଶରୁ ଉଦ୍ଧାର କରିବେ, ଅନନ୍ତ ଜୀବନରେ ପ୍ରବେଶ କରାଇବେ। ସେଇ ଯୀଶୁଙ୍କୁ ଯୋଉମାନେ ବିଶ୍ୱାସ କରିବେ ସେମାନେ ବିନାଶରୁ ଉଦ୍ଧାର ପ୍ରାପ୍ତ ହେବେ, ଅନନ୍ତ ଜୀବନରେ ପ୍ରବେଶ କରିବେ। ଏଇଠି ଆମେ ଦେଖୁଛୁ ଯେ ଈଶ୍ୱର ସ୍ରଷ୍ଟା ସେ ସୃଷ୍ଟି, ସେ ଯେଉଁ ମନୁଷ୍ୟକୁ ସୃଷ୍ଟି କଲେ ମନୁଷ୍ୟର ରୂପକୁ ଧାରଣ କଲେ। ଏଠି ମାଟିର ପାତ୍ର ହେବା ପାଇଁ ସେ ଇଚ୍ଛା କଲେ। ତେଣୁ ଈଶ୍ୱରଙ୍କର ଏଠି ପ୍ରେମ ଅଛି ଆଉ ନମ୍ରତା ଅଛି। ସେ ସ୍ରଷ୍ଟା, ସେ ସୃଷ୍ଟି ମନୁଷ୍ୟ ଜାଣିଛନ୍ତି। ଆମେ ଯଦି ସ୍ୱର୍ଗ ଆଉ ଜଗତର କଥା ତୁଳନା କରିବା ବୋଧେ ଆମକୁ ଏତେ ସହଜରେ ଜଣା ପଡିବନି। ଯଦି କିଏ ମୁମ୍ବାଇ ଯାଇଥିବେ, ଦିଲ୍ଲୀ ଯାଇଥିବେ, ବେଙ୍ଗଲୋର ଯାଇଥିବେ, ବଡ ବଡ ସିଟିକୁ ଯାଇଥିବେ, ସେଠି ଦର୍ଶନୀୟ ସ୍ଥାନ ମାନ ଥିବ, ବୁଲିଥିବେ, ଫେରି ଆସି ନିଜ ଗାଁରେ ରହିବେ। ସେ ଦର୍ଶନୀୟ ସ୍ଥାନର ଦୃଶ୍ୟ ଆଉ ନିଜ ଗାଁର ଦୃଶ୍ୟକୁ ତୁଳନା କଲେ ବେଶୀ ପ୍ରଭେଦ ଥାଏ, ବହୁତ ପ୍ରଭେଦ। ତେଣୁ କହୁଛୁ ସୁନ୍ଦର ସହର, ସୁନ୍ଦର ନଗର, ସୁନ୍ଦର ପାର୍କ, ଏସବୁ ଆମେ କହୁଛୁ, ଏସବୁ ବହୁତ ସୁନ୍ଦର ଥାଏ। ଆମ ଗାଁ, ଆମ ଅଞ୍ଚଳ, ଆମ ଗୃହ ବୋଧେ ସେମିତି ନଥାଏ। ଏଇଟା ଗୋଟେ ସାମାନ୍ୟ ତୁଳନା। କିନ୍ତୁ ସ୍ୱର୍ଗ ଆଉ ଜଗତକୁ ଯଦି ତୁଳନା କରିବା, ସ୍ୱର୍ଗରେ କଣ ଅଛି? ଦୂତମାନେ, 24 ପ୍ରାଚୀନ, 4 ପ୍ରାଣୀ ଈଶ୍ୱରଙ୍କର ମହିମା କୀର୍ତ୍ତନ କରୁଛନ୍ତି। ଈଶ୍ୱରଙ୍କୁ 4 ପ୍ରାଣୀ ଦେଖି ପାରିବ ନାହିଁ ବୋଲି ତାଙ୍କର ଚକ୍ଷୁ ବି ବନ୍ଦ କରୁଛନ୍ତି। ମାନେ ଈଶ୍ୱରଙ୍କର ଏତେ ଅଲୌକିକ ଶକ୍ତି ଅଛି, ମହାନ ଶକ୍ତି ଅଛି ଯେ ଈଶ୍ୱରଙ୍କୁ ଦେଖି ପାରିବେନି। ତେଣୁ ଆଉ ଯେତେବେଳେ ଆଉ ଜୋହନ ବି ଦୂତଙ୍କୁ ଦେଖିଲେ, ଈଶ୍ୱରଙ୍କୁ ଦେଖିବା କଥା ଛାଡନ୍ତୁ, ଦୂତଙ୍କୁ ଦେଖିଲେ, ସିଏ ନିଜେ ମୁଁ ମରିଯିବି ବୋଲି ଭାବୁଥିଲେ। ଦାନିଏଲ ମଧ୍ୟ ସେମିତି, ଯେଉଁମାନେ ଦୂତମାନଙ୍କୁ ଦେଖୁଥିଲେ ସେମାନେ ଭୟଭୀତ ହେଇଯାଉଥିଲେ ଯେ ଆମେ ମରିଯିବୁ। ଅର୍ଥାତ୍ ଏ ମନୁଷ୍ୟ ଈଶ୍ୱରଙ୍କର କୌଣସି ସତ୍ତା ଦେଖିଲେ ସେ ନିଜକୁ ବଞ୍ଚି ରହିପାରିବେନି ବୋଲି ଭାବେ। କାରଣ ଈଶ୍ୱର ମହାନ, ତାଙ୍କର ପବିତ୍ରତା, ତାଙ୍କର ଅଲୌକିକତା, ତାଙ୍କର ଆଲୋକ, ତାଙ୍କ ଦୃଶ୍ୟ ଏସବୁ ଅବର୍ଣ୍ଣନୀୟ। ଏ ସମସ୍ତ ମନୁଷ୍ୟର ଜ୍ଞାନ ସୀମାର ବାହାର ବିଷୟ। ତେଣୁ ମନୁଷ୍ୟ ନିଜକୁ ଅତି ନଗଣ୍ୟ ଭାବେ। ହେଲେ ଏ ମନୁଷ୍ୟ ଏ ନଗଣ୍ୟ ରୂପ ସେ ଧାରଣ କଲେ। ଏଇଟା ହଉଛି ମନୁଷ୍ୟ ଜାତି ପ୍ରତି ଈଶ୍ୱରଙ୍କ ପ୍ରେମ ଆଉ ତାଙ୍କ ନମ୍ରତା।
ସ୍ରଷ୍ଟା ଯେଉଁ ମାଟିକୁ ଯେଉଁ ଧୂଳିକୁ ସେ ନିଜେ ନିର୍ମାଣ କରିଛନ୍ତି, ସେଇ ମାଟି ଆଉ ଧୂଳିର ରୂପ ସେ ଧାରଣ କଲେ। ପରମେଶ୍ୱର ଆମେ ଆଦି ପୁସ୍ତକ ଯେତେବେଳେ ଚିନ୍ତା କରୁଛୁ, ସେ ଧୂଳିରୁ ନିର୍ମାଣ କଲେ, ଫୁଙ୍କ ଦେଲେ, ଅର୍ଥାତ୍ ତାଙ୍କର ଜୀବନ ପ୍ରବାହିତ କରେଇଲେ। ସେ ନିର୍ମାଣକର୍ତ୍ତା ସେଇ ରୂପ ଧାରଣ କରି ପସନ୍ଦ କଲେ, ସେଇ ରୂପରେ ହିଁ ମନୁଷ୍ୟ ଜାତି ବୁଝିପାରିବେ। ତେଣୁ ଆମେ ଦେଖୁଛୁ ଈଶ୍ୱରଙ୍କର ନମ୍ରତା, ଯେମିତି ସେ ମାନବ ଶରୀର ଧାରଣ କରିବା ଦ୍ୱାରା, ସେ ଶିଶୁ ରୂପ ହେବା ଦ୍ୱାରା ଈଶ୍ୱର ନମ୍ରତା ଏବଂ ସରଳତା ମାନବ ଜାତିରେ ପ୍ରକାଶ କରିବାକୁ ଚାହିଁଲେ, ଯେମିତି ମାନବ ଜାତି ବୁଝିପାରିବେ ଈଶ୍ୱରଙ୍କର ପ୍ରେମକୁ। ଦ୍ୱିତୀୟ କଥା, ତାଙ୍କର ଅନୁଗ୍ରହ। ପ୍ରଥମ କଥା ଦେଖିଲୁ ତାଙ୍କର ଆଉ ପ୍ରେମ ଆଉ ନମ୍ରତା। ଦ୍ୱିତୀୟ କଥା ଦେଖିଲୁ ଅନୁଗ୍ରହ। ଈଶ୍ୱରଙ୍କର ଅନୁଗ୍ରହ କଣ? ସ୍ୱର୍ଗ ଆଉ ଜଗତକୁ ଯଦି ଦେଖିବା, ଏ ଜଗତରେ ବାସ କରୁଥିବା ମନୁଷ୍ୟ ସ୍ୱର୍ଗର ବିଷୟ ଭାବି ପାରିବନି, ସ୍ୱର୍ଗର ପବିତ୍ରତାକୁ ଧାରଣ କରି ରଖିପାରିବନି, କାରଣ ଜଗତର ଚତୁଃପାର୍ଶ୍ୱରେ ପାପ ଆଉ ଶୈତାନ ରାଜ ଅଛି। ଆମେ ଟିକେ ଯଦି ଏଇ ସମୟରେ ସ୍ମରଣରେ ଆଣିବା, ଆଦମ ହବା ପରମେଶ୍ୱରଙ୍କ ସହିତ ସବୁଦିନ ଆଳାପ କରୁଥିଲେ। ପରମେଶ୍ୱରଙ୍କର ପବିତ୍ରତା ଶକ୍ତି ତାଙ୍କ ଜୀବନରେ ପ୍ରବାହିତ ହଉଥିଲା। ସେମାନେ ପବିତ୍ର ଜୀବନ ଯାପନ କରୁଥିଲେ, କିନ୍ତୁ ତା ପୂର୍ବରୁ ଶୈତାନ ଅଛି। କାରଣ ଶୈତାନ ସେ ଗର୍ବ କରି ଈଶ୍ୱରଙ୍କ ରାଜ୍ୟରୁ ତଡ଼ା ଖାଇଛି, ପତିତ ହେଇଯାଇଛି। ପତିତ ଶୈତାନ ଈଶ୍ୱରଙ୍କର ସହିତ କେହି ରୁହନ୍ତୁ ଏଇଟା ସେ ଇଚ୍ଛା କରେନି। ତେଣୁ ସେ ଆଦମକୁ ହବାକୁ ପାପରେ ଅର୍ଥାତ୍ ଈଶ୍ୱରଙ୍କର ଅବାଧ୍ୟତାର କାରଣ ହେବା ପାଇଁ ସେ ଯେମିତି ତଡ଼ା ଖାଇଛି, ଏମାନେ ତଡ଼ା ଖାଆନ୍ତୁ, ସେଇ ଲକ୍ଷ୍ୟ ସେ ସାଧନ କଲା। ତେଣୁ ଏଇ ଲକ୍ଷ୍ୟକୁ ମନୁଷ୍ୟ ଯୋଉ ବୁଝିକି ଆସିଛି, ସେଇ ଲକ୍ଷ୍ୟରେ ମନୁଷ୍ୟ ମୃତତା ତାଙ୍କ ଜୀବନକୁ ଆବରଣ କରି ରଖିଛି। ମନୁଷ୍ୟ ଆଉ ଅନନ୍ତ ଜୀବୀ ହେବାର ଆଉ କୌଣସି କାଳେ ଆଉ ସୁବିଧା ନାହିଁ। ତେଣୁ ପରମେଶ୍ୱର ସେ ନିଜେ ନିଜ ପୁତ୍ରକୁ ମନୁଷ୍ୟ କରି ଜଗତକୁ ପଠେଇଲେ। ତାହା ହଉଛି ତାଙ୍କର ପ୍ରେମ ଆଉ ତାଙ୍କର ନମ୍ରତା। ଦ୍ୱିତୀୟ କାରଣ ଅନୁଗ୍ରହ କଣ ନା, ଏ ପତିତ ମନୁଷ୍ୟ ଈଶ୍ୱରଙ୍କର ପବିତ୍ରତାକୁ ଲାଭ କରିବ। ଏ ମର ମଣିଷ ଈଶ୍ୱରଙ୍କର ଅମରତାକୁ ଲାଭ କରିବ। ଏ ଜଗତବାସୀ ଆଉ ଈଶ୍ୱରଙ୍କର ବାସୀ ବା ଈଶ୍ୱରଙ୍କର ରାଜ୍ୟର ଅଧିକାରୀ ହବ, ଈଶ୍ୱରଙ୍କ ରାଜ୍ୟର ନାଗରିକ ହବ, ଈଶ୍ୱରଙ୍କ ରାଜ୍ୟର ଆଉ ଅଧିଷ୍ଠାନ କରିବ, ସେ ରାଜ୍ୟର ଅଧିଷ୍ଠାନ କରିବ। ପୁନର୍ବାର ପରମେଶ୍ୱରଙ୍କର ଇଚ୍ଛା ହେଲା ଯେ ତାଙ୍କର ଅଦ୍ୱିତୀୟ ଅନନ୍ୟ ପୁତ୍ରଙ୍କୁ ସେ ଜଗତକୁ ପଠେଇ ମନୁଷ୍ୟ ରୂପରେ ସେ ଆସିବେ, ଈଶ୍ୱରଙ୍କ ପ୍ରେମକୁ ପ୍ରକାଶ କରିବେ। ଆମେ ସେ ପ୍ରେମକୁ ଦେଖିଲୁ ଯେ ସ୍ୱର୍ଗବାସୀ ମନୁଷ୍ୟ ହେବା ପାଇଁ ଇଚ୍ଛା କଲେ, ସ୍ରଷ୍ଟା ସୃଷ୍ଟିର ରୂପ ଧାରଣ କଲେ, ଅର୍ଥାତ୍ ମନୁଷ୍ୟକୁ ସେ ନିର୍ମାଣ କରିଥିବା ପରମେଶ୍ୱର ମନୁଷ୍ୟ ରୂପ ଧାରଣ କରି ଆସିଲେ, କ୍ରୁଶରେ ପ୍ରାୟଶ୍ଚିତ ବଳି ଉତ୍ସର୍ଗ କଲେ, ମତେ ଆମମାନଙ୍କୁ ଈଶ୍ୱରଙ୍କ ସହିତ ସାକ୍ଷାତ କରିବା ପାଇଁ ପ୍ରଶସ୍ତ ପଥ ଖୋଲିଦେଲେ। କେବଳ ତାଙ୍କ ପୁତ୍ରଙ୍କୁ ବିଶ୍ୱାସ କରିବା, ଈଶ୍ୱରଙ୍କ ପ୍ରେମକୁ ବୁଝିପାରିବା, ତାହେଲେ ଆମେ ତାଙ୍କ ରାଜ୍ୟ ଅଧିକାରୀ ହେବା। ତେଣୁ ଆମେ ଦେଖୁଛୁ ଯେ ଅନୁଗ୍ରହ, ଏଇଟା ହଉଛି ଅନୁଗ୍ରହ। ଯେଉଁ ମନୁଷ୍ୟ ସ୍ୱର୍ଗକୁ ହରେଇ ଦେଇଛି, ସ୍ୱର୍ଗର ସୀମାରୁ ବାହାରି ଆସିଛି, ଜଗତରେ ଅଛି, ଶୈତାନ ଯେଉଁଠି ରାଜ କରୁଛି ବା ରାଜତ୍ୱ କରୁଛି, ପ୍ରତି ମୁହୂର୍ତ୍ତରେ ଶୈତାନ ପ୍ରତ୍ୟେକ ମନୁଷ୍ୟକୁ ବିଭିନ୍ନ ପ୍ରକାର ଆଉ ଶୈତାନିକ ମନୋଭାବ ଦେଇ ତାକୁ ପାପର ବନ୍ଧନରେ ବାନ୍ଧି ରଖିଛି। ସେଇ ମନୁଷ୍ୟକୁ ପାପର ବନ୍ଧନରୁ ମୁକୁଳେଇବା ପାଇଁ, ପାପର ଜୀବନରୁ ପରିବର୍ତ୍ତନ କରିବା ପାଇଁ, ପବିତ୍ରତାର ସତ୍ତା, ପବିତ୍ରତାର ଅନୁଭୂତି ତାଙ୍କୁ ପ୍ରଦାନ କରିବା ପାଇଁ ସେ ଆସିଲେ। ସେଇଟା ହଉଛି ଈଶ୍ୱରଙ୍କର ଅନୁଗ୍ରହ। ଈଶ୍ୱରଙ୍କର ଅନୁଗ୍ରହ ଜଣେ ପାପୀକୁ ପୁନର୍ବାର ଧାର୍ମିକ ଅର୍ଥାତ୍ ପବିତ୍ର କରିବା ପାଇଁ, ଜଣେ ମୃତ ବ୍ୟକ୍ତିକୁ ସଜୀବ ସଞ୍ଜୀବିତ ଚିରନ୍ତନ ଜୀବନରେ ଜୀବନଯୁକ୍ତ କରିବା ପାଇଁ ଆସିଲେ। ଏଇଟା ହଉଛି ଈଶ୍ୱରଙ୍କର ଅନୁଗ୍ରହ। ତୃତୀୟ କଥା ଦେଖିବା, ଅଲୌକିକ କାର୍ଯ୍ୟ। ଅଲୌକିକ କାର୍ଯ୍ୟ ପିତରଙ୍କର
रुमाल हातकना हैंडकरचिफ नहीं कि रोगी पाखरे पहुंचेले रोगी सुस्थ होउछि किंतु सेतबेले सत सेनापति कहले आपण मो गृह रे पाद पकेया पई मु योग्य नुहे पदे कथा कहि दियंतु मो दास सुस्थ हो जिवो ईश्वर को वाक्यर शक्ति अछि से वाक्यर शक्ति ईश्वर निजे करूछंती ईश्वर चाहिए मो द्वारा सृष्ट ए मनुष्य मो सहित बसवास करिया पई जो मनुष्य सृष्ट हेतिला ताकू मु फेरे आनिबी से भी अलौकिक शक्ति प्राप्त हो अलौकिक शक्ति तेणु शिष्य माने अनेक आश्चर्य कार्य कले पाउल अनेक आश्चर्य कार्य कले विश्वासी मान जीवन रे मध्य आज सुधा विभिन्न स्थान रे परमेश्वर अलौकिक शक्ति प्रकाशमान विद्यमान कार्यरत ईश्वर वाक्य सब कार्यरत एक्टिव सक्रिय ईश्वर वाक्य सब सक्रिय से सक्रिय वाक्य ए मनुष्य धारण करिवो ग्रहण करिवो सक्रिय वाक्य द्वारा ईश्वर आ प्रेम को नम्रता को अनुग्रह को से प्रकाश करिवो अंधकार रु ए मनुष्य उद्धार प्राप्त होबो अंधकार बोले मु एबे एथि समय मु चिंता करथिली जे हमर एठी बिजुली पळेइतिला मु अंधकार रे किमिति मु वाक्य कहिबी अंधकार वाक्य कहि थांती मो चेहरा बोधे आपण मानक सम्मुख को आसी न थांता किंतु आरियो लाइट आसिला इडा इडा होची जागतिक अंधकार किंतु मनर अंधकार जो मनर अंधकार बा हृदयर अंधकार जो भावनार अंधकार कार्यर अंधकार अनंत नर्कगामी करे मनुष्य को किंतु से अनंत नर्करु ईश्वरंकर अलौकिक शक्ति उद्धार करी अनंत राज्य रे प्रवेश कराए ता सहित यीशुଙ୍କ नाम रे प्रार्थना करी काहारी को सुस्थता मारात्मक व्याधि रु मध्य उद्धार नरकरु फेरी आसीबा यीशु को विश्वास करी जीवन रे शांति आनंद लाभ करि परिबा परिवार रे सुख प्राप्त होबा ए समस्त होची अलौकिक शक्ति ए समस्त अलौकिक शक्ति ईश्वर वाक्य अछि ईश्वर वाक्य को मनुष्य विश्वास करी अलौकिक शक्ति से जिमिति लाभ करिवो अलौकिक शक्तिर अधिकारी करैया पई से मनुष्य रूप आसिले देखंतु इस प्रभु जीशु ख्रीष्ट से आउ समुद्र ऊपर चलिके आछंती पितर देखि देले से बड़ उत्साह ही गले कहीं से उद्योगी से उत्साह ही गले आउ गुरु मु मध्य चलिकी आसीबी हाँ से दीपहंड पकेइले स्थिर भावरे जल ऊपर चलले एटा अलौकिक शक्ति पितरर नथिला यीशुंकर अलौकिक शक्ति मनुष्यर नुहे किंतु ईश्वरंकर वाक्य ईश्वर को विश्वास करिया द्वारा ए अलौकिक शक्ति ए मनुष्य प्राप्त होबो अलौकिक शक्ति आमान को प्रदान करिया पई से मनुष्य ही जगत को आसिले चतुर्थ कथा बुझेइबा प्रबोधना अंडरस्टैंडिंग आमे जिमिति बुझी परिबा परमेश्वरंकर इच्छा को मनुष्य बुझी परिबो किमिति देखंतु से मनुष्य रूप रे आसीबारु क्रूसरे विध हबारु मृत्युर जंत्रणा को प्रभु यीशु ख्रीष्ट से अनुभव कले एले मृत्युर दंड जे केते जघन्य अर्थात पापर दंड जे केते जघन्य नरकरे निक्षिप्त हबा केते जघन्य केते दुस्सह विषय असह्य विषय सही हबनी से सही हबनी ए कथा परमेश्वर जानिछंती मु ए जो मनुष्य मान को धूलिर निर्माण करिछि ए माने ससीम से भौणी गोटे सुंदर गीत गाउथिले असीम परमेश्वर से ससीम ही के आसिले असीम परमेश्वर ससीम ही आसिले ससीम होची मनुष्य हमर बहुत हमर सीमा रेखा बहुत कम आमनकर शक्ति बेसी कम आमनको प्रेम बेसी कम आमनकर अलौकिक भावना बेसी कम ये समस्त कम रे पुरथिवा मनुष्य को से मनुष्य ही के आसी
ମନୁଷ୍ୟ ଯେମିତି ବୁଝିପାରିବ ମୁଁ ମଧ୍ୟ ବର୍ତ୍ତମାନ ପିତାଙ୍କ ନିକଟକୁ ଯାଇପାରିବି। ଆକୁ ବୁଝେଇବା ପାଇଁ, ଆମକୁ ସ୍ପଷ୍ଟ ଭାବରେ ବୁଝେଇବା ପାଇଁ, ପ୍ରବୋଧନା ଦେବା ପାଇଁ, ଅଣ୍ଡରଷ୍ଟାଣ୍ଡିଂ ଦେବା ପାଇଁ ପରମେଶ୍ୱର ଚାହିଁଲେ ଯେ ତାଙ୍କ ପୁତ୍ର ଜଗତକୁ ଯିବାର ଅଛି ମନୁଷ୍ୟ ରୂପରେ। ମନୁଷ୍ୟମାନେ ବୁଝିପାରିବେ ପ୍ରକୃତରେ ଯୀଶୁଖ୍ରୀଷ୍ଟ ଜଗତକୁ ଆସିନଥିଲେ, ଯୀଶୁଖ୍ରୀଷ୍ଟ ସୁସମାଚାର ଘୋଷଣା କରିନଥିଲେ, ଈଶ୍ୱରଙ୍କ ପ୍ରେମ ବିଷୟ ଘୋଷଣା କରିନଥିଲେ, ଯୀଶୁଖ୍ରୀଷ୍ଟ କ୍ରୁଶରେ ହତ ହୋଇନଥିଲେ, ଯୀଶୁଖ୍ରୀଷ୍ଟ ପୁନର୍ଥିତ ହୋଇନଥିଲେ, ହୁଏତ ପୁନରୁତ୍ଥାନର ଶବ୍ଦ, ପୁନରୁତ୍ଥାନର ଅର୍ଥ ଆମେ ବୁଝିପାରିନଥାନ୍ତୁ। ଈଶ୍ୱର ମନୁଷ୍ୟ ରୂପ ଧାରଣ କରି ଆସିଲେ ତାର ଅର୍ଥ ଆମେ ବୁଝିପାରିନଥାନ୍ତୁ। ଆମମାନଙ୍କୁ ବୁଝେଇବା ପାଇଁ ଆଉ ଈଶ୍ୱର ତାଙ୍କ ରାଜ୍ୟକୁ ଫେରେଇ ନେବା ପାଇଁ, ଆମମାନଙ୍କୁ ସରଳ ଭାବରେ ବୁଝେଇବା ପାଇଁ ସେ ତାଙ୍କ ପୁତ୍ରକୁ ଜଗତକୁ ପଠେଇଲେ। ଆମେ କେତୋଟି ବିଷୟ ଆମେ ଦେଖିଲୁ ନେଇକି। ତାପରେ ଆମେ ଦେଖିପାରିବା ସ୍ୱର୍ଗର ଧନ। ସ୍ୱର୍ଗର ଧନ ଏ ମାଟିର ପାତ୍ରରେ ରଖିବା ପାଇଁ। ଏଇଠି ହୁଏତ କିଏ ଆଉ ଟିକେ ଧନ ଥିବା ବ୍ୟକ୍ତି ମାନେ ଅଛନ୍ତି। ଧନ ଥିବା ବ୍ୟକ୍ତି ମାନେ ଆମେ ଗୋଟେ ମାଟିର ପାତ୍ର ଖୋଜିକିରି ତାଇରେ ପଇସା ଟଙ୍କା ସୁନା ରଖିକି ପାତ୍ରକୁ ଘୋଡେଇକିରି ନିରାପଦରେ ଅଛି ବୋଲି ଭାବି ହବ କି? ଭାବି ପାରିବା? କଦାପି ନାହିଁ। ଯଦି ମା ଭଉଣୀ ମାନଙ୍କର ଆଉ ସୁନା ଥିବ, କି ଭାଇ ମାନଙ୍କର ଟଙ୍କା ଥିବ, ଏମାନେ ବ୍ୟବସାୟରୁ ଆସିବେ କି ଚାକିରିରୁ ଆସିବେ, କୌଣସି ରୋଜଗାର ନେଇକି ଆସିବେ, ଆଉ ସେ ସମସ୍ତ ଧନକୁ ଗୋଟେ ମାଟିର ପାତ୍ରରେ ପକେଇ ଦେଇକି ଗୋଟେ ଘୋଡଣୀ ରଖିଦେଇକି ଆରାମରେ ସେମାନେ ରହିପାରିବେ। ନିଦ ହବନି ଏ ମାଟିର ପାତ୍ର ଅଛି କି ନାହିଁ। କିନ୍ତୁ ଏଇ ମାଟିର ପାତ୍ରକୁ ମୂଲ୍ୟବାନ କରିବା ପାଇଁ, ବହୁମୂଲ୍ୟ କରିବା ପାଇଁ, ଏ ମାଟିର ମନୁଷ୍ୟକୁ, ଅସ୍ଥାୟୀ ମନୁଷ୍ୟକୁ, ଚିରଜୀବୀ ତାଙ୍କୁ ଗୋଟେ ନୂତନ ରୂପ ଦେଇ, ତେଣୁ ରୂପାନ୍ତରିତ ଶକ୍ତି ପ୍ରଦାନ କରି ଏ ମନୁଷ୍ୟକୁ ଈଶ୍ୱରଙ୍କର ରୂପ ଦାନ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲେ। ଅନନ୍ତ ଜୀବନ ହଉଛି ବହୁମୂଲ୍ୟ ଧନ। ପରିତ୍ରାଣ ହଉଛି ବହୁମୂଲ୍ୟ ଧନ। ଏ ବହୁମୂଲ୍ୟ ଧନ, ଏ ଅନନ୍ତ ଜୀବନ ସେ ମାଟିର ପାତ୍ରରେ ଦେଲେ, ଆମମାନଙ୍କର ଏ ମାଟିର ଶରୀରରେ ଦେଲେ। ତେଣୁ ସେ ମାଟିର ମଣିଷ ରୂପ ନେଇକି ଆସିଲେ। ସେ ଯେତେବେଳେ ପୁନର୍ଥିତ ହେଲେ, ତାପରେ ଏ ସମସ୍ତ ଧନ ମଧ୍ୟ ଆମେ ଏ ମାଟିର ମଣିଷ, ଆମେ ଏଇ ଅସ୍ଥାୟୀ ମନୁଷ୍ୟ, ଏ କମ ସମୟ ଜଗତରେ ଥିବା ମନୁଷ୍ୟ, ଅଳ୍ପ କାଳ ଜଗତରେ ବଞ୍ଚିବା ମନୁଷ୍ୟ, ସେଇ ଧନକୁ ଆମେ ପାଇବା ପାଇଁ ଶିଖି ପାରିଲୁ। ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା ସେ ପରିତ୍ରାଣ ରୂପ ଧନ, ଅନନ୍ତ ଜୀବନ ରୂପ ଧନ ଆମର ଏଇ ମାଟିର ପାତ୍ରରେ ଗ୍ରହଣ କଲୁ। ତେଣୁ ଈଶ୍ୱରଙ୍କର ମହତ୍ ଇଚ୍ଛା ଅଛି ଯେ ତାଙ୍କର ଗୌରବ ଆମ ଶରୀରରେ ପ୍ରକାଶ ହବ, ତାଙ୍କର ପ୍ରେମ ଆମ ଶରୀରରେ ପ୍ରକାଶ ହବ, ଏବଂ ତାଙ୍କ ଗୌରବ ଯୁକ୍ତ ପ୍ରେମରେ ଆମେ ଜୀବନ ଯାପନ କରିବା। ଆଉ ସେଇଥିପାଇଁ ସେ ମନୁଷ୍ୟ ହେଇକି ଜଗତକୁ ଆସିଲେ। ତେଣୁ ଆମେ ଦେଖିଲୁ ଯେ ଈଶ୍ୱରଙ୍କର ପ୍ରେମ, ନମ୍ରତା ଆମ ପାଇଁ ବହୁତ ମହତ୍ ବିଷୟ। ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ହେଇ ଆସିବା ଦ୍ୱାରା, ସେ ଈଶ୍ୱର ମନୁଷ୍ୟ ହେଇ ଆସିବାର ତାଙ୍କର ପ୍ରେମ ଆଉ ନମ୍ରତା, ସବୁ ପ୍ରେମ ଆଉ ନମ୍ରତାର ମୂଳ ଲକ୍ଷ୍ୟ ହଉଛି ବିନାଶରୁ ଉଦ୍ଧାର କରିବା, ଆମମାନଙ୍କୁ ଅନନ୍ତ ଜୀବନ କରାଇବା, ଅଲୌକିକ ଶକ୍ତି ପ୍ରାପ୍ତ ହେବା, ଜୀବନ ଯାପନ କରିବା, ବୁଝିପାରିବା ଯେ ଆମେ ମଧ୍ୟ ପୁନର୍ଥିତ ହେଇପାରିବା ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା। ବିଶ୍ୱାସ ରୂପ ଧନ ଆମ ଜୀବନରେ ସେ ଦେଇଛନ୍ତି। ଏ ବିଶ୍ୱାସ ରୂପ ଧନ ଦ୍ୱାରା ଆମମାନଙ୍କୁ ଅନନ୍ତ ମୁକ୍ତି ସେ ଦିଅନ୍ତି। ଆଉ এই ସମସ୍ତ ବିଷୟ ପ୍ରଦାନ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲେ। ଆଉ ସେ ଜଗତକୁ ଆସିବା ଦ୍ୱାରା ଆମେ ବର୍ତ୍ତମାନ ଏ ସମସ୍ତ ବିଶ୍ୱାସ କରି ଆଶାବାଦୀ, ଆମମାନଙ୍କର ଭରସା, ଆମମାନଙ୍କର ଲକ୍ଷ୍ୟ ରହିଛି ଯେ ଆମେ ମଧ୍ୟ ଯଦି ମାଟିରେ ମିଶିଯିବା, ଏ ଶରୀର ଖାଲି ମାଟିରେ ମିଶିବ, କିନ୍ତୁ ଆମେ ପ୍ରଭୁଙ୍କ ସହିତ ରହିବା। ପ୍ରଭୁ ଆମମାନଙ୍କୁ এই ସଂକ୍ଷିପ୍ତ ବାକ୍ୟ ଦ୍ୱାରା ବିଶେଷ ଭାବରେ ଆଶୀର୍ବାଦ କରନ୍ତୁ। ଏ ସୁନ୍ଦର ସୁଯୋଗ ସକାଶେ ରିଏଲ ମିନିଷ୍ଟ୍ରିକୁ ଧନ୍ୟବାଦ। ଉପସ୍ଥିତ ସମସ୍ତଙ୍କୁ ମୋ ନମସ୍କାର, ଧନ୍ୟବାଦ। ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ଆମମାନେ ପ୍ରଭୁଙ୍କର ଗୌରବ ପାଇଁ ଚକର ତାଳି ପ୍ରଦାନ କରୁଥିବା।
ଧନ୍ୟବାଦ। ସୁନ୍ଦର ବାକ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ 5ଟି ପଏଣ୍ଟ ନେଇକି ସେ କହିଛନ୍ତି। ଆଉ ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ନିଶ୍ଚୟ ଏଇ ଦିନ ମାନଙ୍କରେ ଆମମାନେ ଅନେକ ଖ୍ରୀଷ୍ଟଙ୍କ ଜନ୍ମର ବିଷୟ ଆମମାନେ ଶୁଣିବାକୁ ପାଉଛୁ। କିଏ କୋଉ ପ୍ରକାରେ ଆମମାନଙ୍କୁ ବାକ୍ୟ ଶୁଣାଉଛନ୍ତି। ଆଜି ସୃଷ୍ଟିର ଆରମ୍ଭରୁ ତାଙ୍କର ପ୍ରେମ ଠାରୁ ଆଉ ତାଙ୍କର ଗୌରବରେ ମନୁଷ୍ୟକୁ ବଞ୍ଚାଇବା ପର୍ଯ୍ୟନ୍ତ ପ୍ରତ୍ୟେକଟି ବିଷୟ ଆଜି ପ୍ରେମ, ଅନୁଗ୍ରହ, ଆଲୌକିକ କାର୍ଯ୍ୟ, ପ୍ରବୋଧନାର ବାକ୍ୟ, ଅସୀମ ଈଶ୍ୱର ସସୀମ ହେଲେ ଏଇ ସମସ୍ତ ସ୍ୱର୍ଗର ଧନକୁ ସେ ମାଟି ପାତ୍ରରେ ରଖିକି ରଖିବା ଦ୍ୱାରା କେମିତି ଗୌରବାନ୍ୱିତ ହେଲେ ଏଇ ସମସ୍ତ ବିଷୟକୁ ସେ ଆଜି ଆମମାନଙ୍କୁ ବୁଝେଇଛନ୍ତି। ସେଥିପାଇଁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆହୁରି ଆଗକୁ ଅନେକଙ୍କ ନିକଟରେ ପ୍ରକାଶିତ କରିବା ନିମନ୍ତେ ପ୍ରଭୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଧନ୍ୟବାଦ ସୁନ୍ଦର ବାକ୍ୟ ପାଇଁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଆମମାନଙ୍କର ଉପାସନା କାର୍ଯ୍ୟସୂଚୀ ସମାପ୍ତ ହୋଇଛି। ଏବେ ଆମମାନେ ପ୍ରାର୍ଥନା କରିବା। ଆଉ କଣ ବିଜ୍ଞାପନ ଅଛି ସେଇ ବିଜ୍ଞାପନ ଆମର ହୋଷ୍ଟ ଆଜ୍ଞା କହୁଥିବେ। ତା ପୂର୍ବରୁ ମୁଁ କହୁଛି, ଆମମାନଙ୍କ ମଧ୍ୟରେ ସୁଜାତା ଜେନାମା ଅଛନ୍ତି। ଆଉ ସେ ସମସ୍ତ ବିଷୟ ଶୁଣୁଥିବେ ଆଉ ପ୍ରାର୍ଥନାରେ ଆଗକୁ ନଉଥିବେ। ତାଙ୍କ ପ୍ରାର୍ଥନା ପରେ ପିକେ ରାଉଳ ଆଜ୍ଞା ଅଛନ୍ତି ପୁରୀରୁ। ଆଉ ସେ ଆମମାନଙ୍କୁ ଆଦର୍ଶ ପ୍ରାର୍ଥନା ଏବଂ ଶେଷ ଆଶିଷ ଭିକ୍ଷାରେ ଆଗକୁ ନଉଥିବେ। ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ଅନୁକୂଳରେ ଅନୁଷ୍ଠିତ ପ୍ରାତଃକାଳ ଉପାସନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପରିତ୍ରାଣକର୍ତ୍ତା ଶୀଘ୍ର ଆସୁଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆଉ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦଉଛି ସୁନ୍ଦର ସମୟ ପାଇଁ। ଆଉ ଆମମାନେ ଧନ୍ୟବାଦ ପ୍ରଭୁଙ୍କୁ ଦେବା ସହିତ ପ୍ରଭୁଙ୍କର ଦାସ ଦାସୀମାନଙ୍କୁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଦିଏ ଆପଣମାନଙ୍କର ଉପସ୍ଥିତି ପାଇଁ। ଆଉ ଆଜି ଆମମାନେ ସୁନ୍ଦର ବାକ୍ୟଟି ଶ୍ରବଣ କଲୁ ପ୍ରଭୁଙ୍କ ଦାସ ରେଭରେଣ୍ଡ କରାଟ ସାରଙ୍କ ମୁଖରୁ। ଆଉ କରାଟ ଆଜ୍ଞାଙ୍କ ପାଇଁ, ତାଙ୍କ ପରିବାର, ତାଙ୍କର ସେବା କାର୍ଯ୍ୟ ପାଇଁ ପ୍ରାର୍ଥନାରେ ସ୍ମରଣ କରିବା। ଦ୍ୱିତୀୟ ବିଷୟ ପ୍ରାର୍ଥନାରେ ସ୍ମରଣ କରିବା। ପ୍ରଭୁଙ୍କ ଦାସୀ ଲଲିତା ଦିଗାଲ ମ୍ୟାଡାମ ଅତି ସୁନ୍ଦର ଭାବରେ ବର୍ଷିତ କରିଥିଲି। ତାଙ୍କର ଜବ୍ ପାଇଁ, ତାଙ୍କର ପରିବାର ପାଇଁ ମଧ୍ୟ ପ୍ରାର୍ଥନାରେ ସ୍ମରଣ କରିବା। ସୁନ୍ଦର ଭାବରେ ପରିଚାଳନା କରୁଛନ୍ତି ପ୍ରଭୁଙ୍କ ଦାସୀ ହେମଲତା ସୁନା ଦିଦି, ତାଙ୍କ ପାଇଁ, ତାଙ୍କର ସ୍ୱାସ୍ଥ୍ୟ, ପରିବାର, ସେବା କାର୍ଯ୍ୟ ପାଇଁ ମଧ୍ୟ ପ୍ରାର୍ଥନାରେ ସ୍ମରଣ କରିବା। ଏବଂ ଆଜି ମୋର ସାନ ଝିଅ ଆଉ ପ୍ରଶଂସିତା ସାରଙ୍କର ଆଜି ବାର୍ଥଡେ ରହିଛି। 11 ବର୍ଷ ତାଙ୍କୁ କମ୍ପ୍ଲିଟ ହେଲା। ଆଉ ତାଙ୍କର ଭବିଷ୍ୟତ ଉଜ୍ଜଳ ପାଇଁ, ତାଙ୍କର ପାଠ ପଢ଼ା ପାଇଁ, ତାଙ୍କର ସମସ୍ତ ଗୁଡ୍ ଆକ୍ଟିଭିଟି ପାଇଁ ପ୍ରାର୍ଥନାରେ ସ୍ମରଣ କରିବା। ଏବଂ ଉପସ୍ଥିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ, ପ୍ରତ୍ୟେକ ପରିବାର ପାଇଁ ମଧ୍ୟ ପ୍ରାର୍ଥନାରେ ସ୍ମରଣ କରିବା। ଧନ୍ୟବାଦ। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ପ୍ରାର୍ଥନା କରିବା। ମା ଗୋଟେ ପ୍ରାର୍ଥନା ଅନୁରୋଧ ଥିଲା। ପ୍ରେଜ୍ ଦ ଲର୍ଡ ମା।